Hallelujah. Hallelujah. I will give you example. ମୁଁ ଗୋଟେ ଉଦାହରଣ ଦେବା ପାଇଁ ଚାହେଁ। Suppose you are closer to the chief minister of Odisha. ଆଉ ଯଦି ଆପଣ ମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀର ବେଶୀ ନିକଟତର ଅଟନ୍ତି, you are very close to him. ଆଉ ଆପଣ ମାନେ ବେଶୀ ତାହାର ନିକଟବର୍ତ୍ତୀ ଅଟନ୍ତି ତ Suppose you are an MLA. ଆଉ ଆପଣ ମାନେ ବୋଧେ ହୁଏ ଏ ପ୍ରକାର ଭାବନ୍ତୁ କି ଆପଣ ମାନେ MLA ଜଣେ MLA or you are an MP. ଆଉ ହୁଏ ତ ହେଇପାରେ ନହେଲେ MP। So what happens? କଣ ହଉଛି? You are closer to the chief minister. ତାର ତମେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ପୁରା ନିକଟବର୍ତ୍ତୀରେ ରହୁଛୁ। And you know, people who are closer to Orissa chief minister, maybe 10-15 people. ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ନିକଟତର ରହିବା କିଛି 10-12 ଜଣ ଲୋକମାନେ ହିଁ ଅଟନ୍ତି। They are the closer circle. ଆଉ ସେମାନେ କେବଳ ସେଇ ମୁଖ୍ୟମନ୍ତ୍ରୀର ପୁରା ପାଖରେ ରହିବା ବ୍ୟକ୍ତିମାନେ। Okay, we call them as the inner circle. ଆଉ ଯଦି ଆମେ କହିବା ତାହେଲେ ତାର ଭିତରେ ପାଇଯାଉଥିବା ଗୋଟେ ସର୍କଲ। So whenever he want to do something, ଆଉ ଯେତେବେଳେ ସେ ମୁଖ୍ୟମନ୍ତ୍ରୀ କିଛି କରିବା ପାଇଁ ଚାହୁଁଛନ୍ତି, he will call the 12. ଆଉ ସେଇ 12 ଜଣଙ୍କୁ ସେ ଡାକିବେ and he will sit with them. ଆଉ ସେ ସେମାନଙ୍କ ସହିତ ବସିବେ। And you are closer to him, so you are sitting next to him. ଆଉ କାରଣ ଆପଣ ମାନେ ସେଇ ମୁଖ୍ୟମନ୍ତ୍ରୀଙ୍କର ଅତି ନିକଟର ବନ୍ଧୁ ଅଛନ୍ତି, ଏଥିପାଇଁ ଆପଣ ତାଙ୍କର ନିକଟତରେ ବସୁଛନ୍ତି। Or maybe a round table conference. ଆଉ ହୁଏତ ଏ ପ୍ରକାର ଏକ ଗୋଲାକାରର ଟେବୁଲ କନଫରେନ୍ସ ହେଉଥିବ। And only you 12 are there. ଆଉ କେବଳ ସେଠାରେ ମଧ୍ୟ କେବଳ 12 ଜଣ ଅଛନ୍ତି। And all of a sudden the chief minister says, ଆଉ ସେ ହଠାତ୍ ସେ ମୁଖ୍ୟମନ୍ତ୍ରୀ କହିବେ, okay, you go to Kandamal and give electricity in every house. ଆଉ ସେ ଜଣକୁ ଠିଆ କରିବେ 12 ଜଣଙ୍କ ମଧ୍ୟରୁ ଆଉ କହିବେ, ତୁମେ ଯାଅ କନ୍ଧମାଳରେ ପ୍ରତ୍ୟେକ ଗାଁ ଗଳିରେ ତୁମେ ସେଇ ବିଦ୍ୟୁତକୁ ଯୋଗାଇ ଦିଅ। To the next person he will say, you go to Brajraj Nagar and give water to every house. ଆଉ ଦ୍ୱିତୀୟ ଲୋକକୁ କହିବେ, ତୁମେ ବ୍ରଜରାଜ ନଗରକୁ ଯାଅ ଆଉ ପ୍ରତ୍ୟେକ ଘରେ ତୁମେ ପାଣି ଯୋଗାଇ ଦିଅ। You know, he can say to these 12, go, 5 crores for you, 10 crores for you, this much crore for you, go and do my work. ଆପଣ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଯେଉଁମାନେ ତାହାଙ୍କର ନିକଟରେ ବସୁଛନ୍ତି ସେମାନଙ୍କୁ ପ୍ରଭୁ ସେମାନଙ୍କୁ ସେ ମୁଖ୍ୟମନ୍ତ୍ରୀ କହିବେ, ତୁମେ ମାନେ ଯାଅ ଆଉ 10,000 5 କରୋଡ଼ କୋଟି ଟଙ୍କା ତୁମମାନଙ୍କୁ ଦିଆଯାଉଛି। Why he gives them that responsibility? କାହିଁକି ସେ ମୁଖ୍ୟମନ୍ତ୍ରୀ ସେହି କେବଳ ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କୁ ଦାୟିତ୍ୱ ଦେଉଛନ୍ତି? Because they are the inner circle. କାରଣ ସେମାନେ ହିଁ ସେହି ନିକଟତର ବନ୍ଧୁ ଅଟନ୍ତି। They are closer to him. ସେମାନେ ସେହି ମୁଖ୍ୟମନ୍ତ୍ରୀର ପୁରା ନିକଟତର ଅଟନ୍ତି। So he will give all the responsibility to these people. ତେଣୁ ସେହି ମୁଖ୍ୟମନ୍ତ୍ରୀ ସେହି ବ୍ୟକ୍ତିମାନଙ୍କୁ ହିଁ ସମସ୍ତ ଦାୟିତ୍ୱକୁ ଦେବେ। And he knows they will go. ଆଉ ସେ ଏହା ମଧ୍ୟ ଜାଣିଛନ୍ତି କି ଏହି ବ୍ୟକ୍ତିମାନେ କାର୍ଯ୍ୟ କରିବେ। They will go and do my work. ଏମାନେ ଯିବେ ଆଉ ମୋର କାର୍ଯ୍ୟ କରିବେ। Same way our Lord. ଠିକ ସେଇ ପ୍ରକାର ଆମଙ୍କର ପରମେଶ୍ୱର ମଧ୍ୟ he has called us to be with him. ସେମାନଙ୍କୁ ଏଥିପାଇଁ ଡାକିଛନ୍ତି ତାକି ଆମେ ତାହାଙ୍କ ସହିତ ରହିବା। And when we are closer to Jesus, ଆଉ ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା, he will tell one of us, go and pray for that he is suffering from leprosy, she will be healed. ଆଉ ଯେତେବେଳେ ଆମେ ପରମେଶ୍ୱର ବା ଯୀଶୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ବା ଯୀଶୁ ଖ୍ରୀଷ୍ଟ ବ୍ୟକ୍ତି ଭାବରେ ସେମାନଙ୍କୁ କହିବେ କି ଯାଅ ତମେ ସେଇ ଭଉଣୀଙ୍କ ନିମନ୍ତେ ପ୍ରାର୍ଥନା କର ଯେ କି କୁଷ୍ଠ ରୋଗୀ, ଆଉ ସେ ପ୍ରାର୍ଥନା କର ସୁସ୍ଥତା ପାଇବ। To the next person he will say, go to that house, I have a widow there, and give him everything. ଆଉ ଅନ୍ୟକୁ କହିବେ କି ତୁମେ ଯାଅ ସେଇ ଗାଁରେ ଯୋଉ ଜାଗାରେ କି ବିଧବା ଅଛନ୍ତି ତାକୁ ସମସ୍ତ ଆବଶ୍ୟକତାକୁ ଦେଇଦିଅ। Jesus will say, you go and deliver that demon possessed. ଆଉ ଯୀଶୁ ଖ୍ରୀଷ୍ଟ କହିବେ, ତୁମେ ଭାଇ ଯାଅ ଆଉ ସେ ମନ୍ଦାତ୍ମା ଲାଗିଥିବା ସେଇ ବ୍ୟକ୍ତିକୁ ତୁମେ ଛୁଟକାରା ଦିଅ। Jesus will send somebody else, you go and pray for that house, they will be saved. ଆଉ ଯୀଶୁ ଖ୍ରୀଷ୍ଟ ତାହା ଅନ୍ୟ ଭାଇକୁ କହିବେ, ତୁମେ ଯାଅ ସେଇ ଗୃହ ନିମନ୍ତେ ପ୍ରାର୍ଥନା କର ତାକି ସେମାନେ ଉଦ୍ଧାର ପ୍ରାପ୍ତ ହେବେ। How many of you are understanding? କେତେ ଜଣ ଆପଣମାନେ ବୁଝି ପାରୁଛନ୍ତି? Hallelujah. 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 When you are closer to Jesus, ଯେତେବେଳେ ଆପଣମାନେ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେଉଛନ୍ତି, yes, he uses us. ଆଉ ଏଇଟା ଠିକ କଥା, ସତ କଥା କି ସେ ଆମମାନଙ୍କୁ ବ୍ୟବହାର କରିବେ। He will use us for planting church. ଆଉ ସେ ମଣ୍ଡଳୀ ସ୍ଥାପନ କରିବା ନିମନ୍ତେ ଆମମାନଙ୍କୁ ବ୍ୟବହାର କରିବେ। He will use us as a prayer warrior. ଆଉ ସେ ଆମମାନଙ୍କୁ ପ୍ରାର୍ଥନା ଯୋଦ୍ଧା ଭାବରେ ବ୍ୟବହାର କରିବେ। He will use us as a prophet. ଆଉ ସେ ଆମମାନଙ୍କୁ ଭବିଷ୍ୟତର ବକ୍ତା ରୂପରେ ସେ ବ୍ୟବହାର କରିବେ।
आमेन आउ एटा केवल सही यीशु ख्रीष्टଙ୍କ निमंते आ यीशु ख्रीष्टଙ୍କ महिमा निमंते जे मान को प्रेरणा करियछंती Amen. आमेन So, why we have to be close to him? काहे कि हमार को ताहांकर निकटवर्ती हेबार अछि So that he be pleased with us. जेतेबेला हमें ताहांकर निकटवर्ती हेबा तेबे ही से मान को प्रति संतुष्ट हेबे Hallelujah. हालेलुया Hallelujah. हालेलुया Tonight let me ask you, आज रात्रे मु आपण मान को प्रश्न पचारे पाइ चाहे rather than pleasing anyone in this world, please the living Almighty God. आउ पृथ्वी थिबा जगत थिबा जे कोसी व्यक्ति को संतुष्ट करबा बदଳରେ से सत्य परमेश्वर को संतुष्ट करंतु Are you ready to please him? कोन आज आपण माने प्रस्तुत अटंती कि से सत्य परमेश्वर को संतुष्ट करबा निमंते Hallelujah. हालेलुया So to please him, the first point which we have to remember is to be with him, to have fellowship with him. परमेश्वर को संतुष्ट करिवार प्रथम पॉइंट होची ताहांको सहित संगति रखिले सहभागिता रखिले हमें ताहांको संतुष्ट करि पाइबा If you are closer to him, जदि ताहांकर निकटवर्ती हेबा you know, to your wife, you will not say, hey, bring one glass of water. आपण माने निजरो स्त्री मानको स्त्री माने निजरो स्वामी को प्रकार कहबे नै हे जाओ गोटे पानी आनो Because if you say like that, she will get afraid. आ जदि आपण माने से प्रकार कहबे ताले अन्य व्यक्ति से भय कंपित हेबो But you know, for your wife, because she is close to you, you will just say, can you give me a glass of water? आपणकर अति निकटतर हेतिबार स्वामी किबा स्त्री निकटतर हेतिबार आपण माने प्रकार कहबे कोन आपण कोन तमे मो पई गोटे गोटे ग्लास पानी आनिबो की And you get it very easily. आपण माने आराम से तहक पाइबे Your wife comes and tells you something, you do it. आ जते बेले आपणकर स्त्री माने आसी कहउछंती आपण माने सेडा कार्य करू अछंती Our children come and ask us something, we give her. आ जते बेले मानकर पिला माने आसी किछि मागती आमे ताहांको देई दउ When we are closer to our God, आ जते बेले हमें परमेश्वर निकटवर्ती होछु when we pray to him, आ जते बेले प्रार्थना करूछु when we ask him, आमे जते बेले ताहांको मागुछु when we talk to him, आमे जते बेले ताहांको सहित कथावार्ता करूछु he answers us. से मानकर उत्तर दियंती He hears our prayers. से मानकर प्रार्थना सुनंती He says, son, go, I have healed you. आ से कहबे हे पुଅ तू जा मु तुझे सुस्थता देई अछि Daughter, you go, I have done that work for you. जो तुमे जाओ कारण मु तुम निमंते कार्य करी अछि Hallelujah. हालेलुया Do you want to be that close circle with Jesus? कोन आपण माने सही यीशु ख्रीष्टकर अत्यंत घनिष्ठ बंधु बा निकटतर हेबा पे चाहंती की Hallelujah. हालेलुया Do you want to have fellowship with him? आ से माने ताहांको सहित संगति रखिया पाइथिले If so, our God will be pleased. जदि आपण माने ताहांको सहित संगति रखिया पाइ चाहुचंती ताले परमेश्वर आपण मानको निमंते आपण मानको ऊपर संतुष्ट हेबे The second reason how we can please God, हमें की प्रकार भाबरे परमेश्वर को संतुष्ट करबा तार द्वितीय कारण we can please God by faith. आ विश्वास द्वारा हमें ताहांको संतुष्ट करि पारिबा Hallelujah. हालेलुया Not by work, कौनसी कार्य द्वारा नहे not by giving anything. कौनसी देवा द्वारा देतिबा जिंस देवा द्वारा नहे Some people think I have donated 10,000 rupees and God will be pleased. आओ अनेक लोक माने प्रकार भाबंती 10,000 टका दे दिए जछि ना तो परमेश्वर मो प्रति संतुष्ट हेबे The creator God, does he need your 10,000? ते भाबी देखंतु जे सृष्टिकर्ता कोनसे आपनकर 10,000 को आवश्यक करंती की He has given everything. से आपनको समस्त विषय दे अछंती Bible says the silver and gold of the entire earth belongs to him. आओ बाइबल लिखा जाए समस्त स्वर्ग पृथ्वी पूरी जते बहुमूल्य पदार्थ कुछ समस्त विषय परमेश्वर अटे Sona, chandi, everything belongs to him. हां से सुना चांदी आ जते सब हीरा लीला मोती को समस्त विषय परमेश्वर अटे So please don't misunderstand that you can please God with some money. आपण माने प्रकार भूल बुझंतु नहीं कि कौनसी देवा द्वारा कौनसी विषय देवा द्वारा परमेश्वर को संतुष्ट करि पारिबे No, we cannot. केबे भी होबो नहीं But we can please God when we are closer to him. आओ केवल हमें परमेश्वर को निकटतर हेबा द्वारा परमेश्वर को संतुष्ट करि पारिबा Secondly, we can please God when we have faith in him. आ द्वितीय रे हमें परमेश्वर को संतुष्ट करि पारिबा जते हमें परमेश्वर को ठारे विश्वास रखिबा Open with me Hebrews chapter 11 verses 6. एब्री पुस्तक तारो 11 पर्वर 6 पद
Hebrews chapter 11 verses 6. ଏପ୍ରି 11 ପଦ ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି ଆଉ ସେ ଯେ ତାହାଙ୍କର ଅନ୍ୱେଷଣକାରୀମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। Amen. ଆମେନ୍। Very important verse from the scripture. ଆଉ ଏଇଟା ପରମେଶ୍ୱରଙ୍କ ବାକ୍ୟରୁ ଏକ ମୁଖ୍ୟ ଶବ୍ଦ ଅଟେ। It very clearly says it is impossible to please God without faith. ଆଉ ଏଠାରେ ସ୍ୱଚ୍ଛ ଭାବରେ ଲେଖାଯାଏ ବିଶ୍ୱାସ ବିନା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିହେବ ନାହିଁ। It is impossible. ଏଇଟା ଅସମ୍ଭବ ଅଟେ। You cannot please Him without faith. ଆଉ ବିଶ୍ୱାସ ବିନା ଆପଣମାନେ କେବେ ମଧ୍ୟ ତାହାଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। Hallelujah. ହାଲେଲୁୟା Hallelujah. ହାଲେଲୁୟା। Sometimes we say we are believers, believers, believers. ଆଉ ଅନେକ ସମୟରେ ଆମେ କହୁଛୁ ଆମେ ବିଶ୍ୱାସୀ ବିଶ୍ୱାସୀ ବିଶ୍ୱାସୀ, But we don't believe. କିନ୍ତୁ ଆମେ ବିଶ୍ୱାସ କରୁନାହୁଁ। For name's sake, we are believers. କେବଳ ଆମେ ନାମକୁ ମାତ୍ର ବିଶ୍ୱାସ ରହୁଅଛୁ। You know, when we have a stomach ache, ଆଉ ଯେତେବେଳେ ଆମମାନଙ୍କ ପାଖରେ ସେ ପେଟ ଯନ୍ତ୍ରଣା ହେଇଯାଏ, immediately you say, Pastor, can you come home soon? ଆଉ ଆମେ ପାଳକ ମାସକୁ ସାଙ୍ଗେ ସାଙ୍ଗେ ଫୋନ କରୁଛୁ ଆଉ କହୁଛୁ ପାଳକ ମାସ କଣ ଆପଣ ମାନେ ଜଲ୍ଦି ଜଲ୍ଦି ଟିକେ ଆମ ଘରକୁ ଆସିପାରିବେ କି? Come and pray for me. ଆସନ୍ତୁ ଟିକେ ପ୍ରାର୍ଥନା କରିଦେବେ। My stomach is aching. ଆଉ ମୋର ସେ ପେଟ ବହୁତ ବଥା ହଉଛି। I have a severe head pain. ଆଉ ମୋ ପାଖରେ ବହୁତ ବଡ ଏକ ମସ୍ତକ ବଥା ହଉଛି। Please come. ଆଉ ଜଲ୍ଦି ଜଲ୍ଦି ଆପଣ ଦୟାକରି ଆସନ୍ତୁ। Where is your faith? ଆପଣଙ୍କର ବିଶ୍ୱାସ କୁଆଡେ ପଳେଇଲା? You were saying you are a believer? ଆପଣମାନେ କହୁଛନ୍ତି ଆପଣମାନେ ବିଶ୍ୱାସୀ ଅଟନ୍ତି। Please understand, if you are saying you are a believer, you should have that faith. ଯଦି ଆପଣମାନେ କହୁଛନ୍ତି ଆପଣମାନେ ବିଶ୍ୱାସୀ ମାନେ, ତାହେଲେ ଆପଣଙ୍କ ପାଖରେ ସେ ବିଶ୍ୱାସ ରହିବାର ଅଛି। So first what you have to do, ତେଣୁ ଆପଣମାନଙ୍କୁ କଣ କରିବାକୁ ପଡିବ? when you face challenges and problems, ଆଉ ଯେତେବେଳେ ଆପଣମାନେ କିଛି ଦୁଃଖ ସଂକଟ ସାମ୍ନା କରିବେ, when you are faced with some sickness, ଆଉ ଯଦି କିଛି ରୋଗରେ ସାମ୍ନା କରୁଅଛନ୍ତି, before asking anyone, ଆପଣମାନେ କୌଣସି ବ୍ୟକ୍ତିକୁ ଡାକିବା ଦ୍ୱାରା, oh, go before God. ଆଉ ପରମେଶ୍ୱରଙ୍କୁ ଡାକିବା ପୂର୍ବରୁ ବା ଲୋକମାନଙ୍କୁ ଡାକିବା ପୂର୍ବରୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତୁ And say, Lord, my child is sick. ଆଉ ପ୍ରାର୍ଥନା କରନ୍ତୁ, ପ୍ରଭୁ ମୋର ପିଲା ଅସୁସ୍ଥ ଅଛି। Can you touch him and heal him? ପ୍ରଭୁ କଣ ତୁମେ ତାହାକୁ ଛୁଇଁବ ସୁସ୍ଥତା ଦେଇପାରିବ କି? Seeing your faith, God will do wonders. ଆପଣମାନଙ୍କର ସେ ବିଶ୍ୱାସକୁ ଦେଖି ପରମେଶ୍ୱର ଅଦ୍ଭୁତ ମହାନ କାର୍ଯ୍ୟ କରିବେ। Hallelujah. ହାଲେଲୁୟା। And if he is or she is healed, ଆଉ ଯଦି ସେ ବ୍ୟକ୍ତି ଯଦି ସୁସ୍ଥତା ପାଉନାହାନ୍ତି, okay, then you can tell your pastor ତାପରେ ଆପଣ ଆପଣଙ୍କର ପାଳକ ମହାଶୟଙ୍କୁ ଆହ୍ୱାନ କରିପାରିବେ or the elders, ଆଉ ନହେଲେ ସେ ପ୍ରାଚୀନ ମାନଙ୍କୁ ଡାକି ପାରିବେ। and the church can pray together. ଆଉ ସେ ମଣ୍ଡଳୀ ଏକାଗ୍ର ଭାବରେ ଆପଣଙ୍କ ପାଇଁ ପ୍ରାର୍ଥନା କରିପାରନ୍ତି। And when anything is prayed in unity, God answers. ଆଉ ଯେତେବେଳେ ଆମେ ଏକାଗ୍ର ଭାବରେ ଏକଚିତ ଏକ ମନରେ ପ୍ରାର୍ଥନା କରୁଛୁ, ପରମେଶ୍ୱର ଶୀଘ୍ର ଉତ୍ତର ଦିଅନ୍ତି। Hallelujah. ହାଲେଲୁୟା Hallelujah. ହାଲେଲୁୟା। Some people think that some healer has to come so that you get healed. ଆଉ ଅନେକ ଲୋକମାନେ ଏକ ପ୍ରକାର ଭୁଲରେ ଭାବନ୍ତି କି କେବଳ ସୁସ୍ଥକାରୀ ଲୋକ ଆସିକି ପ୍ରାର୍ଥନା କଲେ ହିଁ ମୁଁ ସୁସ୍ଥତା ପାଇବି। In this world there is no healer. ଆଉ ଏ ପୃଥିବୀରେ କୌଣସି ସୁସ୍ଥକାରୀ ବ୍ୟକ୍ତି ନୁହନ୍ତି। Only one healer, his name is Jesus. ହାଲେଲୁୟା। କେବଳ ଜଣେ ମାତ୍ର ସୁସ୍ଥକାରୀ ଅଟନ୍ତି, ଯାହାଙ୍କର ନାମ ଯୀଶୁ ଖ୍ରୀଷ୍ଟ। Nobody is saying amen. କୌଣସି ବ୍ୟକ୍ତି ଆମେନ୍ କହୁନାହାନ୍ତି। Nobody is saying hallelujah. କୌଣସି ବ୍ୟକ୍ତି ହାଲେଲୁୟା ବି କହିଲେ ନାହିଁ। I am telling the reality. ଆଉ ମୁଁ ଆପଣମାନଙ୍କୁ ଏକ ପ୍ରକୃତ କଥା ସତ୍ୟ କଥା କହୁଅଛି। I am telling from the Bible. ଆଉ ମୁଁ ପରମେଶ୍ୱର ବାକ୍ୟରୁ କହୁଅଛି। Only one healer, କେବଳ ଜଣେ ମାତ୍ର ସୁସ୍ଥକାରୀ ଅଟନ୍ତି, and that is Jesus ଆଉ Christ. ସେ କେହି ନୁହନ୍ତି, କେବଳ ଯୀଶୁ ଖ୍ରୀଷ୍ଟ ଅଟନ୍ତି। If you believe, you shall see the glory of ଆଉ God. ଯଦି ଆପଣମାନେ ବିଶ୍ୱାସ କରନ୍ତି, ତାହେଲେ ପରମେଶ୍ୱର ମହିମାକୁ ଦେଖିବେ। Hallelujah. ହାଲେଲୁୟା। Few years ago, a husband and wife, a pastor and wife came to our church. ଆଉ ଅନେକ ବର୍ଷ ପୂର୍ବରୁ ପରମେଶ୍ୱରଙ୍କ ଦାସଙ୍କ ନିକଟରେ କିଛି ପ୍ରଭୁଙ୍କର ସେବକ ସେବିକା ଆସିଲେ। They came and met me. ସେମାନେ ଆସିଲେ ଆଉ ସାକ୍ଷାତ କଲେ। And they said, Pastor, can you come to our house one day? ଆଉ ସେମାନେ କହିଲେ, ପାଳକ ମାସ କଣ ଆପଣ ମାନେ ଗୋଟେ ଦିନ ପାଇଁ ଆପଣ ଆମ ଘରକୁ ଆସିପାରିବେ କି? I said, I will come. ଆଉ ଆଗେ କହିଲେ ମୁଁ ଆସିବି। They were, in our town itself, pastoring a church with some 50 people.
ଆଉ ସେମାନେ ସେଇ ଗାଁରେ ଆଜ୍ଞା ଯୋଉ ଗାଁରେ ରହୁଛନ୍ତି ସେଇ ଗାଁରେ ଯୋଉ ସେବା କାର୍ଯ୍ୟ କରୁଛନ୍ତି କେବଳ 50 ଜଣ ବିଶ୍ୱାସୀ ମାନଙ୍କ ଦ୍ୱାରା ସେମାନେ ସେବା କାର୍ଯ୍ୟ କରୁଥିଲେ। This pastor and wife were from West Bengal. ଆଉ ସେଇ ବ୍ୟକ୍ତି ଦୁଇ ଜଣ ପାଳକ ମହାଶୟ ଆଉ ମହାଶୟା ସେମାନେ ୱେଷ୍ଟ ବେଙ୍ଗଲରୁ ଆସିଥିଲେ। This pastor used to do job also and raise fund for his ministry and serve God. ଆଉ ସେ ପାଳକ ମହାଶୟ କିଛି ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରୁଥିଲେ ଆଉ କିଛି ପଇସା ପାଇଲା ପରେ ପରମେଶ୍ୱରଙ୍କ ସେବା କାର୍ଯ୍ୟରେ ସେ ଲଗାଉଥିଲେ। And they told me, Pastor, he comes back from work at 10 p.m. in the night. ଆଉ ସେମାନେ କହିଲେ ଆମର ପାଳକ ମହାଶୟ ବା ସେଇ ବ୍ୟକ୍ତି 10ଟା ରାତିରେ ହିଁ ସେ ଘରକୁ ଫେରୁଛନ୍ତି। And in Bombay, everything happens in the night. ଆଉ ବମ୍ବେରେ କେବଳ ରାତିରେ ସମସ୍ତ ବିଷୟ ଘଟଣା ଘଟେ। Okay, so after 10 p.m. one night they called me and I went to their house. ଆଉ 10ଟା ରାତି ପରେ ସେ ପରମେଶ୍ୱର ଦାସ ମାନେ ମତେ ନିମନ୍ତ୍ରଣ କଲା ମୁଁ ତାଙ୍କ ଘରକୁ ଗଲି। And I went there and I saw the husband and wife. ଆଉ ମୁଁ ସେଠାରେ ଗଲି ଦେଖୁଛି ଦି ଜଣ ସ୍ୱାମୀ ସ୍ତ୍ରୀ ଅଛନ୍ତି। I asked them, why you called me? ଆଉ ମୁଁ ପଚାରିଲି ତୁମେ ମାନେ ମତେ କାହିଁକି ଡାକିଅଛ? And suddenly I saw the wife started crying. ଆଉ ମୁଁ ଦେଖିଲି କି ହଠାତ୍ ତାଙ୍କର ସ୍ତ୍ରୀ ସେ କାନ୍ଦିବାକୁ ଆରମ୍ଭ କଲା। And she was weeping. ଆଉ ସେ ରୋଦନ କରିବାକୁ ଆରମ୍ଭ କଲା। For a long time she was crying. ଆଉ ଅନେକ ସମୟ ପର୍ଯ୍ୟନ୍ତ ସେ କ୍ରନ୍ଦନ କରୁଥିଲା। I said, please don't cry. ଆଉ ମୁଁ କହିଲି ଦୟାକରି କାନ୍ଦନ୍ତୁ ନାହିଁ। Tell me what happened. କଣ ହେଇଛି ସେଇ ଘଟଣାକୁ କୁହନ୍ତୁ। You know what she said? ଆପଣମାନେ ଜାଣିଛନ୍ତି ସେ କଣ କହିଲା? My husband and I, we are serving God, but we do not have children. ଆଉ ମୁଁ ଆଉ ମୋର ସ୍ୱାମୀ ଆମେ ପରମେଶ୍ୱରଙ୍କର ସେବା କାର୍ଯ୍ୟ କରୁଛୁ କିନ୍ତୁ ଆମମାନଙ୍କ ପାଖରେ କୌଣସି ସନ୍ତାନ କିମ୍ବା ସନ୍ତତି ନାହିଁ। We pray for many of our believers, they are getting healed. ଅନେକ ବିଶ୍ୱାସୀ ମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ ଆଉ ସେମାନେ ସନ୍ତାନ ସନ୍ତତି ପ୍ରାପ୍ତ ହେଉଛନ୍ତି। But we are praying, we do not have children. କିନ୍ତୁ ଆମମାନଙ୍କ ପାଖରେ କୌଣସି ସେ ପୁଅ ଝିଅ ନାହାନ୍ତି। But now, they are laughing at us that they are doing ministry, but they don't have children. ଆଉ ଲୋକମାନେ ବର୍ତ୍ତମାନ ଥଟ୍ଟା ପରିହାସ କରିବାକୁ ଆରମ୍ଭ କଲେଣି କି ସେମାନେ ସେବା କାର୍ଯ୍ୟ କରୁଛନ୍ତି କିନ୍ତୁ ସେମାନଙ୍କ ପାଖରେ ସନ୍ତାନ କିମ୍ବା ସନ୍ତତି ନାହିଁ। I understood their pain. ଆଉ ମୁଁ ସେମାନଙ୍କର ସେଇ ବ୍ୟଥାକୁ ଯନ୍ତ୍ରଣାକୁ ଦୁଃଖକୁ ବୁଝିଗଲି। I said, don't worry. ଆଉ ମୁଁ କହିଲି ବ୍ୟସ୍ତ ହୁଅ ନାହିଁ। I thought they might be married 3-4 years. ଆଉ ମୁଁ ଭାବୁଥିଲି ହୁଏତ ହେଇପାରେ ସେମାନେ 3-4 ବର୍ଷ ହେଲାଣି ବାହା ହେଇକିରି। I asked them, since how long you are married? ଆଉ ମୁଁ ସେମାନଙ୍କୁ ପଚାରିଲି କେତେ ବର୍ଷ ପର୍ଯ୍ୟନ୍ତ ବା କେତେ ବର୍ଷ ହେଲାଣି ତୁମେ ମାନେ ବିବାହ କରିଅଛ? They said 18 years. ଆଉ ସେମାନେ କହିଲେ 18 ବର୍ଷ ହେଲାଣି। I was stunned. ଆଉ ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି। They said they have gone to all the big doctors, all the major hospitals in Bombay, and doctors told she cannot conceive. ଆଉ ସେମାନେ କହିଲେ ବମ୍ବେରେ ଯେତେ ବଡ଼ ବଡ଼ ହସ୍ପିଟାଲ ଥିଲା ସମସ୍ତ ହସ୍ପିଟାଲରେ ମଧ୍ୟ ଆମେ ଗଲୁଣି କିନ୍ତୁ ସେ ଗର୍ଭଜାତ କରିପାରୁନି ବା ଗର୍ଭଧାରଣ କରିପାରୁନାହିଁ। That night I knelt down with both of them. ଆଉ ସେଇ ଦିନ ରାତ୍ରିରେ ମୁଁ ସେମାନଙ୍କ ସହିତ ପରମେଶ୍ୱରଙ୍କ ସମ୍ମୁଖରେ ଆଣ୍ଠୁ ପାତିଲି। And we three of them holded our hand with each other. ଆଉ ଆମେ ତିନି ଜଣ ଯାକ ପରସ୍ପରର ହାତକୁ ଧରିଲୁ। And that night I prayed. ଆଉ ସେଇ ଦିନ ରାତ୍ରିରେ ମୁଁ ପ୍ରାର୍ଥନା କଲି। I said, Lord, they are serving you. ଆଉ ପ୍ରାର୍ଥନା କଲି ପ୍ରଭୁ ସେମାନେ ତୁମର ସେବା କାର୍ଯ୍ୟ କରୁଅଛନ୍ତି। And through their ministry many are blessed. ଆଉ ସେମାନଙ୍କ ସେବା କାର୍ଯ୍ୟ ଦ୍ୱାରା ଅନେକ ଲୋକମାନେ ଆଶୀର୍ବାଦ ପ୍ରାପ୍ତ ଅଟନ୍ତି। But they don't have a children. କିନ୍ତୁ ସେମାନେ କୌଣସି ସନ୍ତାନ କିମ୍ବା ସନ୍ତତି ପାଇନାହାନ୍ତି। Lord, nothing is impossible to you. ପ୍ରଭୁ ତୁମଠାରେ କୌଣସି ଅସମ୍ଭବ ବିଷୟ ନାହିଁ। Can you do a miracle in their life? ପ୍ରଭୁ ତୁମେ ସେମାନଙ୍କ ଜୀବନରେ ଅଦ୍ଭୁତ କାର୍ଯ୍ୟ କରିବ କି? I finished the prayer. ଆଉ ମୁଁ ପ୍ରାର୍ଥନା ବନ୍ଦ କଲି। And I told them, ଆଉ ସେମାନଙ୍କୁ ମୁଁ କହିଲି henceforth never doubt or don't say any negative words. ଆଉ ଆଜିଠାରୁ ତୁମେ କୌଣସି ଭାବରେ ଏକ ନକାରାତ୍ମକ ଶବ୍ଦ କହିବ ନାହିଁ। And I said, just believe by faith that God has answered your prayer. ଆଉ କେବଳ ଆପଣ ବିଶ୍ୱାସ କରନ୍ତୁ କି ଆପଣଙ୍କର ଉତ୍ତର ପରମେଶ୍ୱର ଦେଇଦେଲେ। I went back home. ଆଉ ମୁଁ ପୁନର୍ବାର ଘରକୁ ଫେରିଗଲି। After 2 months, ଆଉ 2 ମାସ ପରେ the pastor's wife called me. ଆଉ ସେ ପାଳକ ମହାଶୟଙ୍କର ସେ ପତ୍ନୀ ସେ ଫୋନ କଲେ that pastor, I have conceived. ଆଉ ସେ କହିଲେ ପାଳକ ମହାଶୟ ମୁଁ ଗର୍ଭଧାରଣ କରିଅଛି। Hallelujah. Hallelujah. After 9 months, ଆଉ 9 ମାସ ପରେ they got a baby boy. ଆଉ ସେ ଗୋଟେ ଛୋଟ
ମାନେ ବାଳକକୁ ବା ପୁଅକୁ ପାଇଲେ very healthy child. ଆଉ ସେ ସମ୍ପୂର୍ଣ୍ଣ ସୁସ୍ଥ ସ୍ୱାସ୍ଥ୍ୟ ଥିଲା The baby and the mother both were healthy. ଆଉ ସେ ମା ଆଉ ପୁଅ ମଧ୍ୟ ଦି ଜଣ ଯାକ ଭଲ ଉତ୍ତମ ସ୍ୱାସ୍ଥ୍ୟରେ ଥିଲେ Our God is a wonder working God. ଆମମାନଙ୍କର ପରମେଶ୍ୱର ଏକ ଆଶ୍ଚର୍ଯ୍ୟ କର୍ମ କରିବାରେ ପରମେଶ୍ୱର ଅଛନ୍ତି Doctor says it is not possible. ଆଉ ଡକ୍ଟର ମାନେ କୁହନ୍ତି ଏହା ସମ୍ଭବ ନୁହେଁ Medical science says it is not possible. ଆଉ ମେଡିକାଲ ସାଇନ୍ସ ମଧ୍ୟ କୁହେ କି ଏଇଟା କେବେ ସମ୍ଭବ ନାହିଁ Hospital says it is not possible. ହସ୍ପିଟାଲ କୁହେ ଏହା ସମ୍ଭବ ହେଇପାରିବ ନାହିଁ But we have a living God who says everything is possible to him. ଆଉ ସେ ଆମମାନଙ୍କର ପାଖରେ ସେ ଜୀବନ୍ତ ଈଶ୍ୱର ଅଛନ୍ତି ଯିଏ କହିବ ସମସ୍ତ ବିଷୟ ସମ୍ଭବ ଅଟେ That child is 4 or 5 years old now. ଆଉ ସେ ଛୋଟ ଛୁଆ ବର୍ତ୍ତମାନ 5 ବର୍ଷର ଛୁଆ ହେଲାଣି He comes and plays with our church children. ଆଉ ସେ ବାଳକ ଆମମାନଙ୍କର ମଣ୍ଡଳୀରେ ଯୋଉ ପିଲାମାନେ ଥିବେ ସେମାନଙ୍କ ସହିତ ମିଶିକି ସେ ଖେଳୁଅଛି A living testimony for all of us. ଆଉ ସେ ଜୀବନ୍ତ ସାକ୍ଷ୍ୟ ଆମ ସମସ୍ତଙ୍କ ନିମନ୍ତେ ଅଟେ Why I shared this example? କାହିଁକି ଏହି ଉଦାହରଣକୁ ମୁଁ ଆପଣମାନଙ୍କୁ ଦେଉଅଛି I want to say I am not a healer. ଆଉ ମୁଁ କହିବା ପାଇଁ ଚାହେଁ କି ମୁଁ କୌଣସି ସୁସ୍ଥକାରୀ ବ୍ୟକ୍ତି ନୁହେଁ I am a simple pastor. ଆଉ ମୁଁ ଜଣେ ସାଧାରଣ ବାଳକ ଅଟେ But when we pray together in unity, ଆଉ ଯେତେବେଳେ ଆମେ ଏକଗ୍ର ଭାବରେ ପ୍ରାର୍ଥନା କରୁଅଛୁ our God answers prayer. ଆମମାନଙ୍କର ପରମେଶ୍ୱର ସେ ପ୍ରାର୍ଥନାର ଉତ୍ତର ଦିଅନ୍ତି Hallelujah. ହାଲେଲୁୟା Hallelujah. ହାଲେଲୁୟା So please believe by faith everything is possible. ବିଶ୍ୱାସ କରନ୍ତୁ ବିଶ୍ୱାସ ଦ୍ୱାରା ସମସ୍ତ ବିଷୟ ସମ୍ଭବ ହେଇପାରିବ Amen. ଆମେନ୍ So the first thing, with the verses 11:6 says, nothing, you cannot please God without faith. ଏଭଳି ପୁସ୍ତକ 11:6 ଲେଖାଯାଏ ବିଶ୍ୱାସ ବିନା ପରମେଶ୍ୱରକୁ ସନ୍ତୋଷ କରିବା ଅସମ୍ଭବ ଅଟେ Amen. ଆମେନ୍ And let me tell you, you cannot straight away ask for 10,000 rupees. ଆପଣମାନେ କୌଣସି ଭାବରେ ସେ 10,000 ସହିତ ଆଗକୁ ବଢି ପାରିବେ ନାହିଁ You have to start with 100 rupees. ଆପଣମାନଙ୍କୁ 100 ଟଙ୍କାରେ ଆରମ୍ଭ କରିବାକୁ ପଡିବ Faith starts from step by step. ଆଉ ବିଶ୍ୱାସ ସେଇ ପ୍ରକାର ଏକ ଜାଗା ବା ଏକ ସ୍ଥାନରୁ ଆଉ ଗୋଟେ ସ୍ଥାନ ଏ ପ୍ରକାର ଚାଲିଥାଏ And when you get the first step, then you enter into the second step. ଯେତେବେଳେ ଆପଣମାନେ ପ୍ରଥମ ସୋପାନକୁ ପାଆନ୍ତି ତାପରେ ଯାଇକି ଆପଣ ଦ୍ୱିତୀୟ ସୋପାନକୁ ଯାଆନ୍ତି A class 4 child cannot write the exam of class 8. ଆଉ ଚତୁର୍ଥ ପଢୁଥିବା ପିଲା କୌଣସି ଭାବରେ ସେ ଅଷ୍ଟମ କ୍ଲାସରେ ପଢୁଥିବା ପିଲାର ପରୀକ୍ଷା ଲେଖି ପାରିବ ନାହିଁ The class 5 child cannot write a 10th board exam. ପଞ୍ଚମ ଶ୍ରେଣୀର ପିଲା କୌଣସି ଭାବରେ ଦଶମ ଶ୍ରେଣୀର ପରୀକ୍ଷା ଲେଖି ପାରିବ ନାହିଁ There is a step by step growth. ଆଉ ସେଠାରେ କିଛି ନା କିଛି ଗୋଟେ ସୋପାନ ରହିଅଛି ବର୍ଦ୍ଧିଷ୍ଣୁ ହେବାର When anyone passes 8th, 9th, then they can enter into 10th. ଆଉ ଯେକୌଣସି ବ୍ୟକ୍ତି ହୋନା କାହିଁକି ତାହାକୁ ସର୍ବପ୍ରଥମେ ଅଷ୍ଟମ ନବମ ତାପରେ ଯାଇକି ସେ ଦଶମ ପରୀକ୍ଷାରେ ଭାଗ ନେଇ ପାରିବ Same way in spiritual life also, our faith grows step by step. ଠିକ ସେଇ ପ୍ରକାର ଆମମାନଙ୍କର ଆତ୍ମିକ ଜୀବନରେ ମଧ୍ୟ ଆମମାନଙ୍କର ବିଶ୍ୱାସ ଗୋଟେ ସୋପାନ ପରେ ଆଉ ଗୋଟେ ସୋପାନ ଏ ପ୍ରକାର ବର୍ଦ୍ଧିଷ୍ଣୁ ହେଇଥାଏ Hallelujah. ହାଲେଲୁୟା Let me give you my example. ଆଉ ଗୋଟେ ଉଦାହରଣ ଦେବା ପାଇଁ ମୁଁ ଚାହୁଁଅଛି I am in ministry, as I told you, from last 26 years. ଆଉ ମୁଁ ଯେ ପ୍ରକାର 26 ବର୍ଷ ପର୍ଯ୍ୟନ୍ତ ହେଲାଣି ମୁଁ ପ୍ରଭୁଙ୍କ ସେବା କାର୍ଯ୍ୟରେ ଅଛି And the first 10 years I was with a big organization. ଆଉ 10 ବର୍ଷ ପୂର୍ବରୁ ବା ପ୍ରଥମ 10 ବର୍ଷ ମୁଁ ଗୋଟେ ବହୁତ ବଡ଼ ସଂସ୍ଥା ସହ ଜଡ଼ିତ ଥିଲି And I was the coordinator of Bombay. ଆଉ ମୁଁ ବମ୍ବେର ଗୋଟେ ଜଣେ କୋଅର୍ଡିନେଟର ହେଇଥିଲି Under me, 120 pastors were ଆଉ there. 120 ଜଣ ପାଷ୍ଟର ମୋର ଅଧୀନରେ ରହୁଥିଲେ I was the principal of a Bible ଆଉ college. ବାଇବେଲ କଲେଜର ମଧ୍ୟ ମୁଁ ଜଣେ ପ୍ରିନ୍ସିପାଲ ଥିଲି Lot of postgraduate teachers were under me. ଆଉ ଅନେକ ଉଚ୍ଚ ଶିକ୍ଷାଗତ ଶିକ୍ଷକ ମାନେ ମୋର ଅଧୀନରେ ରହୁଥିଲେ Hundreds of students were there. ଆଉ ଶହ ଶହ ଶିକ୍ଷକ ବା ଛାତ୍ର ମାନେ ମୋର ଅଧୀନରେ ରହୁଥିଲେ And God told me, your time in that organization is over. ଆଉ ପରମେଶ୍ୱର ମୋତେ କହିଲେ ତୁମର ସେହି ସଂସ୍ଥା ସହିତ ରହିବାର ସମୟ ସମାପ୍ତ ହେଇଗଲା So I gave resignation. ଆଉ ତାପରେ ମୁଁ ତାଙ୍କୁ ଏକ ତ୍ୟାଗ ଚିଠା ଲେଖିଲି They were not leaving me. ସେମାନେ ମୋତେ ପରିତ୍ୟାଗ ବା ଛାଡୁ ନଥିଲେ For a long time they were talking, but I said, no, I have to leave. ଆଉ ଅନେକ ଦିନ ପର୍ଯ୍ୟନ୍ତ ସେମାନେ ମୋତେ ଅନୁରୋଧ କଲେ କିନ୍ତୁ ମୁଁ ସେମାନଙ୍କୁ କହିଲି ନାହିଁ ମୋତେ ବର୍ତ୍ତମାନ ଏଇଟାକୁ ଛାଡିବାକୁ ପଡିବ Finally they
accepted my resignation and I left that organization. ତାପରେ ମତେ ସେ ତ୍ୟାଗ ପତ୍ରକୁ ଗ୍ରହଣ କଲେ ଆଉ ମତେ ତାକୁ ଛାଡ଼ିବାକୁ ପଡ଼ିଲା। I said, Lord, now where to join, whom to join, what to do? ଆଉ ସେ ଚାକିରି ଛାଡ଼ିଲା ପରେ ସେ ସଂସ୍ଥାକୁ ଛାଡ଼ିଲା ପରେ ମୁଁ ପରମେଶ୍ୱର ପଚାରିଲି ପ୍ରଭୁ ମୁଁ କାହା ସହିତ ଜଡ଼ିତ ହେବି, କୋଉଠିକୁ ଯିବି, କଣ କରିବି? And God is telling me, live by faith. ଆଉ ପରମେଶ୍ୱର କହିଲେ ବର୍ତ୍ତମାନ ବିଶ୍ୱାସ ଦ୍ୱାରା ବଞ୍ଚିବା ପାଇଁ ଶିଖ। Hallelujah. ହାଲେଲୁୟା। What was the answer? ପରମେଶ୍ୱର ଉତ୍ତର କଣ ଥିଲା? Live by faith. ବିଶ୍ୱାସ ଦ୍ୱାରା ଜୀବନ ଯାପନ କର। And see, God is telling me to live by faith in Bombay. ଆଉ ଭାବି ଦେଖନ୍ତୁ ବମ୍ବେ ପରି ସହରରେ ବିଶ୍ୱାସ ଦ୍ୱାରା ବଞ୍ଚିବା ପାଇଁ ପ୍ରଭୁ କହୁଛନ୍ତି। He's not saying to live by faith in Bharat. ଆଉ ସେ କହୁନାହାନ୍ତି ବାରଖମା ପରି ଛୋଟ ଗ୍ରାମରେ ଆସିକିରି ସେ ବିଶ୍ୱାସରେ ବଞ୍ଚ ବୋଲି। In village we can survive. ହଁ ଗାଁ ଗହଳିରେ ଆମେ ଏ ପ୍ରକାର ବିଶ୍ୱାସରେ ବଞ୍ଚି ପାରିବା। If we have nothing, mangoes are there. ଆଉ ଯଦି କିଛି ନାହିଁ ତଥାପି ମଧ୍ୟ ଆମ ଗଛରେ ଆମ୍ବ ଫଳ ଅଛି। If nothing is there, jackfruit is there. ଆଉ ଯଦି ବି କିଛି ନାହିଁ ତଥାପି ମଧ୍ୟ ପଣସ ଅଛି। If nothing is there, dates are there. ଆଉ ଯଦି କିଛି ନାହିଁ ଖଜୁରୀ କୋଳି ଅଛି। If nothing is there, bananas are there. ଆଉ ଯଦି ବି କିଛି ନାହିଁ ତଥାପି ମଧ୍ୟ ଆପଣମାନଙ୍କ ପାଖରେ ସେଇ କଦଳୀ ମଧ୍ୟ ରହିଥିବ। In Bombay, nothing is there. ଆଉ ବମ୍ବେରେ ନିଜର ବୋଲି କିଛି ରହିବ ନାହିଁ। How we can survive? ତାହେଲେ କି ପ୍ରକାର ଭାବରେ ଆମେ ଜୀବନ କାଟି ପାରିବୁ? And God is telling me, live by faith. କିନ୍ତୁ ପରମେଶ୍ୱର କହୁଛନ୍ତି ବିଶ୍ୱାସ ଦ୍ୱାରା ବଞ୍ଚ। For 10 years, I was the coordinator in a very big position. 10 ବର୍ଷ ପୂର୍ବରୁ ତ ପ୍ରାୟ 10 ବର୍ଷ ପର୍ଯ୍ୟନ୍ତ ମୁଁ ଏକ ଉତ୍ତମ ପଦବୀରେ ଥିଲି। They were giving me salary. ଆଉ ସେମାନେ ମତେ ଏକ ଉତ୍ତମ ପଇସା ମଧ୍ୟ ଦଉଥିଲେ। They gave me house to live. ଆଉ ସେମାନେ ମତେ ଘର ମଧ୍ୟ ଦଉଥିଲେ। They gave me mobile. ମତେ ମୋବାଇଲ ମଧ୍ୟ ଦେଇଥିଲେ। They gave me vehicle to travel. ଆଉ ସେମାନେ ମତେ ଗାଡି ମଧ୍ୟ ଦେଇଥିଲେ। They gave me everything. ସେମାନେ ସମସ୍ତ ବିଷୟ ମତେ ଦେଇଥିଲେ Because I was the leader. କାରଣ ମୁଁ ସେମାନଙ୍କର ନେତା ଥିଲି। But now, as I'm resigning, I know I will get nothing. ଆଉ ଯେତେବେଳେ ମୁଁ ସେ ରିଜାଇନ୍ ଲେଟର ଲେଖୁଥିଲି ସେତେବେଳେ ମୁଁ ଜାଣିଲି ବା ବୁଝୁଥିଲି କି ଏବେ ମୁଁ ଆଉ କିଛି ବି ପାଇବି ନାହିଁ। And I have my wife and my daughter. ଆଉ ମୋ ଆଜ୍ଞାଙ୍କର ସ୍ତ୍ରୀ ଆଉ ଝିଅ ଗୋଟେ ଅଛନ୍ତି। Lord, what to do? ପ୍ରଭୁ ମୁଁ କଣ କରିବି? Lord is saying again and again, live by faith. ଆଉ ପରମେଶ୍ୱର ବାରମ୍ବାର ଏ କଥା କହୁଛନ୍ତି ତୁମେ ବିଶ୍ୱାସ ଦ୍ୱାରା ବଞ୍ଚ। Now let me give you first what I did. ଆଉ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ମୁଁ ପ୍ରଥମରେ କଣ କଲି। After praying a lot, ଆଉ ଅନେକ ଦିନ ପ୍ରାର୍ଥନା କଲା ପରେ I went to a small town. ଆଉ ମୁଁ ଗୋଟେ ଛୋଟ ସହରକୁ ଗଲି। I went and searched for a very small house. ଆଉ ମୁଁ ଗୋଟେ ଛୋଟ ଘରକୁ ଖୋଜିବା ପାଇଁ ଗଲି। And the rent was 2,000 rupees. ଆଉ ସେ ଘରର ଭଡ଼ା କେବଳ 2000 ଟଙ୍କା ଥିଲା। Okay, but in Bombay, you cannot get house for just by paying rent. ଆଉ ଆପଣମାନେ କୌଣସି ଭାବରେ ବମ୍ବେରେ କେବଳ ଘର ଭଡ଼ା ଦେଇକି ଆପଣ ଘର ପାଇବେ ନାହିଁ। You have to give 10 times of rent as deposit. ଆପଣମାନଙ୍କୁ ଆଡଭାନ୍ସ 10 ଗୁଣ ଟଙ୍କା ବାନ୍ଧିବାକୁ ପଡ଼ିବ। That means if you want the house to stay, 20,000 deposit and then monthly 2,000. ଯଦି 2000 ଟଙ୍କାର ଘରକୁ ଯଦି ଆପଣ ଖୋଜୁଛନ୍ତି ତାହେଲେ ସର୍ବପ୍ରଥମେ ଆପଣଙ୍କୁ 20,000 ଟଙ୍କା ବାନ୍ଧିବାକୁ ପଡ଼ିବ, ତାପରେ ମାସକୁ ମାସ 2000 ଟଙ୍କା ଦେବାକୁ ପଡ଼ିବ। That was the smallest house which we could find in 2006. ଆଉ 2006 ରେ ସେଇ ପ୍ରକାର ଏକ ଛୋଟ ଗୃହ ଯୋଉଟା ଆମେ ପାଇଥିଲୁ। I said next Sunday evening I am coming 4 o'clock, we will do the agreement. ଆଉ ସେ କହିଲେ କି ମୁଁ ଆସନ୍ତା ରବିବାର ଦିନ ଆସୁଛି 4ଟାରେ ଆଉ ଆମେ ତାହାକୁ ଏକ ଚୁକ୍ତିନାମା କରିବା। The house owner said okay. ଆଉ ସେ ଘର ମାଲିକ କହିଲେ ଠିକ ଅଛି। I just said by faith. ଆଉ ମୁଁ କେବଳ ବିଶ୍ୱାସ ଦ୍ୱାରା କହିଲି ସେ କଥା। I didn't have 20,000, I didn't have 2,000 rent also. ଆଉ ମୋ ପାଖରେ 20,000 ତ ଛାଡ଼ନ୍ତୁ 2,000 ମଧ୍ୟ ନଥିଲା। I spoke to this house owner. He was from Himachal Pradesh, a Brahman guy. ଆଉ ମୁଁ ସେଇ ବ୍ୟକ୍ତିଙ୍କୁ ସେ ଘର ମାଲିକକୁ କହିଲି ଯିଏ କି ହିମାଚଳ ପ୍ରଦେଶର ଜଣେ ବ୍ରାହ୍ମଣ ଲୋକ ଥିଲା। I told that I am a pastor. ଆଉ ମୁଁ କହିଲି ତାଙ୍କୁ ମୁଁ ପ୍ରଭୁଙ୍କର ସେବକ ଅଟେ। I said my father was an army officer. ଆଉ ମୋର ପିତା ଜଣେ ଆର୍ମି ଅଫିସର ଥିଲେ। But I have left everything to serve God. କିନ୍ତୁ ମୁଁ ସମସ୍ତ ବିଷୟକୁ ପରିତ୍ୟାଗ କଲି କେବଳ ପରମେଶ୍ୱର ସେବା କାର୍ଯ୍ୟ କରିବା ନିମନ୍ତେ। So you help me somehow by
by reducing. ଆଉ ମୁଁ ତାହାଙ୍କୁ କହିଲି ଦୟାକରି ତମେ କିଛି ପଇସା କମେଇ ଦେଇକି ମତେ ତମେ ସାହାଯ୍ୟ କର। Okay, so he said, okay, your deposit you gave 15,000 instead of 20,000. ଆଉ ସେ କହିଲେ ତମେ 20,000 ଦେବା ଦରକାର ନାହିଁ କିନ୍ତୁ 20,000 ବଦଳରେ ତମେ 15,000 ବାନ୍ଧି ଦିଅ। I said, praise God. ମୁଁ କହିଲି ପ୍ରଭୁଙ୍କର ମହିମା ହଉ। I said, are you reducing our rent? ଆଉ ମୁଁ କହିଲି କଣ ତମେ ସତରେ ମୋର ସେ ଘର ଭଡାକୁ କମେଇ ଦଉଛ? He said, no, that I cannot do. ଆଉ ସେ କହିଲା ନାଇଁ ଘର ଭଡା ତ କେବେ କମେଇବି ନାହିଁ 2,000 କଲେ 2,000 ଏକା ରହିବ। I said, okay, Sunday evening, next Sunday evening, 4 p.m. ଆଉ ଠିକ ଅଛି ମୁଁ ଠିକ ଅଛି ଆସନ୍ତା ରବିବାର 4ଟା ବେଳେ ମୁଁ ଆସୁଅଛି। I went back home. ଆଉ ମୁଁ ଘରକୁ ଗଲି। Monday, सोमवार दिन गला, Tuesday, मंगलवार दिन गला, Wednesday, बुधवार गला, Thursday, गुरुवार गला, nothing happening. किछि भी हो ना अकाउंट रे किछि आसु नाही। We are praying, nothing happening. हमें प्रार्थना करूछु किंतु किछि घटना घटु नाही। Friday we fasted and prayed. आ शुक्रवार दिन किछि देला, शुक्रवार दिन हम उपवास प्रार्थना मध्य कलु। Nothing happened. से उपवास प्रार्थना मध्य किछि घटना घटिला नाही। Only now Saturday, Sunday. आ 2 केवल days. केवल 2 दिन बंची अछि। Saturday night one pastor came to our house. आ शनिवार दिन रात्रि जड़े प्रभुकर सेवक आम घर को आसिले। And he was a senior pastor. आ से जड़े सीनियर पास्टर थिले। He came and he was, shouting at me, why you left the ministry, this good organization, such a good position, why? आ से व्यक्ति आसी कि मते सिद्धासक से गाली करूचंती, अरे काहे कि तो से बड़ संस्था को छाड़िलो, काहे कि समस्त विषय को परित्याग कलो। I said, I saw their faith drifting away from the word of God. आ मु देखिली सेमानकर विश्वास परमेश्वरकर वाक्य ठारू दूर को जाउतिला। I said, that's why I have left that organization. एथि पई ही मु से संस्था को परित्याग कली। That pastor understood. आ से प्रभु को सेवक बुझी गले। And he prayed for us. आ से मैं अमान को मैं प्रार्थना कले। And while going, he gave us 1,000 rupees. आ जेतेबे से जाउतिले जीवा समय से अमान को गोटे 1,000 टंका देले। When somebody comes to our house, we have to give. आ जेतेबे अमा घरो रे केही भी आसंती ताले अमानकर कर्तव्य कि हमें ताको हाथ में सेवा बा देबा। But this pastor gave us 1,000 rupees and he went away. आ किंतु एई व्यक्ति अमा घर को आसीतिले किंतु से 1,000 टंका देइकरी से गले। I said that night that Lord, tomorrow 4 o'clock is the time for agreement, and today you have given the first installment of 1,000 rupees. आ मु कहली परमेश्वर को हे प्रभु आसंता काली 4टा बेल को अमान को जीवा को पड़िबो पैसा देबा को पड़िबो किंतु आजि रो रात्रि बा शनिवार दिन रात्रि तुमे प्रथम इंस्टॉलमेंट 1,000 टंका तुमे देबा को आरंभ कलो। I started thanking God. आ मु परमेश्वर को धन्यवाद करिया आरंभ कली। Okay, now finally Sunday came. आ तापरे रविवार दिन आसिला। We went for worship. आ हमें परमेश्वर को सेवा करिया पे महिमा करिया पे चली गलो। A new congregation, only 12-13 people were there. आ केवल नूतन 12 ରୁ 13 जण प्रभुकर से संतान संतति माने बसिथिले। There was nobody to give a tithe. आ सेठारे कोनसी व्यक्ति दशमांश देबा लोक माने नथिले। But the offering was 352 rupees. आ केवल 350 टंका ही से दान पैसा आस्तिला। Meeting over, by 1 o'clock we reached home. आउ गोटे घंटा परे बा 1 घंटा बा घंटे समय पर हमें घर को प्रत्यावर्तन करिलु। And I said, Lord, 3 more hours are there. House owner is going to come for the agreement. आ मु प्रार्थना कले प्रभु कले हे प्रभु केवल 3 घंटा बंचिला से गृह मालिक आसीबो चुक्तिनामा करिया आसीबो। Nothing happening. किछि भी घटना घटु नाही। My dear believers, please try to understand. प्रभुकर सेवक माने सेविका माने प्रभुकर संतान संतति माने बुझवा पय चेष्टा करंतु। At 3:30 p.m. a person came and knocked our house. आउ ठीक 3टा थरे जो व्यक्ति आसिला गृहर से कबाट को से आघात करोछंती। He was a Maharashtrian Marathi speaking brother. आ से व्यक्ति जे कि महाराष्ट्र जे मराठी कथा कहउतिबा व्यक्ति अटंती। He is not from my church. आ से मोर मंडली रे व्यक्ति नथिले। He came and he said, Pastor, to meet you. आ से कहले प्रभु सेवक प्रभुकर दास मो आपन को साक्षात करे पासी अछि। He sat only for 10 minutes. आ से केवल 10 मिनिट पर्यंत मन को सहित रहिले। And he said, Pastor, last night when we were having family prayer, God showed your face and told us to give this envelope. आ से कहले हे प्रभुकर दास सेवक गत रात्रि हमन को परिवार हमें जतरे
परमेश्वर आपनकर मुख को दर्शन देखाइले आउ कहिले कि एही एनवेलप नै कि तांकु दियो I said, what are you saying? मु कहिले तमे कोन कहू छ He said, yes, yesterday night while praying, God showed your face and told us to go and give this envelope to Pastor Sam. आउ से कहले या ठीक कथा क्या गत रात्रि में प्रार्थना कले परमेश्वर आपन को मुख को देखाइले आउ कहिले कि एही एनवेलप जाई कि पालक को दियो I received it with prayer. आउ से एनवेलप को मु प्रार्थना सहित ग्रहण कली After 10 minutes, he went back. 10 मिनिट पर से घर को पड़े गला You know, when I opened the envelope, आउ जेतेबेले मु से एनवेलप को खोलिली it was 14,000 rupees. आउ सेटारे 14,000 टंका थिला Hallelujah. हालेलुया Hallelujah. हालेलुया The pastor who came on Saturday gave us 1,000 rupees. जे शनिवार दिन संध्या बेले जो पालक मास से आस्तिले से 1000 टंका दैथिले And next day, God is sending, you know, the crow, as he sent for Elijah, he is sending that brother, and he gave us 14,000 जे rupees. प्रकार एलिया को परमेश्वर काऊ द्वारा खाद्य जगाई थिले ठीक से प्रकार परमेश्वर से व्यक्ति को आमान के आवश्यकता पूर्ण करे आमा प्रेरणा करथिले You know, by then the time was 3:45. आ सही समय 3:45 ही जाइथिला I said, Lord, the deposit 15,000 is ready. आ मु कहली प्रभु से 15,000 टका जोड़ा जमा करबार थिला संपूर्ण भाव रे पाई गली Lord, 15 more minutes are there. आ केवल 15 मिनिट आगो को रही अछि I have to pay the first month rent 2,000 also. आ केवल 15,000 नै किंतु प्रथम मासर से घर भड़ा को मते देबा को पड़िबो Lord, you provide that also. आ प्रभु तुमे सेटा मते तुमे जगाई दियो 15 minutes we were praying and nothing happened. आ से 15 मिनिट पर्यंत प्रार्थना कलो किंतु किछि भी घटिला नहीं After 4 p.m., you know, the house owner came. आ 4टा परे से गृह मालिक आसिले And I said, please come in. आ मु कहली प्रभु आसंतु भीतर को आसंतु And we sat together and started writing and doing the signature for the agreement. आ हम दुई जण बसिला पर हम से चुक्तिनामा करे पय मा लिखिबा आरंभ कलु In my heart, I am praying, Lord, 2,000 more I need. आ मु भीतर हृदय रे प्रार्थना करथिले प्रभु मते आ 2000 टंका जेंति भी दरकार अछि But nobody came to give 2,000 rupees. आ कोन से व्यक्ति मते 2000 टंका देबा पय आसिले नहीं Finally, the signature, agreement, everything was done. आ प्रत्येक चुक्तिनामा से सिग्नेचर समस्त विषय सरी गला And finally, the financial transaction. आ तापरे जो पैसा देबा नेबार थिला I gave the deposit 15,000. आ मु 15,000 टंका देई देली My heart was beating. आ मोर हृदय रो स्पंदन बहुत जोर से बाजुतिला And he counted like this. आ से गोटे परे गोटे टंका गणिया आरंभ कले And after counting, he said, 15,000 is there. आ से कहले 15,000 तो निश्चित भाबरे अछि एठारे And I'm thinking what he's going to say next. आ मु पूरा एकाग्र भाबरे एकचित्त रे भाबुतिली सुनुतिली जे कोन ये मते आ कोन कहबो या पर कोन से कहबा को जाउ अछि And do you know what he said? तापर से कोन कहला जानि छथि की Father, you can give the rent after 1 month. आ से कहले हे फादर तुमे मोर जो पैसा जो तो तुमे एक दिन गोटे मास रे देबा कथा सेरा तुमे गोटे मास परे तुमे देई देबो And inside I was jumping up and down. आ से भीतर मो पूरा खुशी रे माने डेरा उचका होतिली And that house owner, he took the money, he left. आ से गृह मालिक से टंका नेला चली गला And I was jumping in the presence of the Lord and saying, Anandi Anand hai mere Yishu ke charanon mein. आ से समय मु परमेश्वर को उपस्थित रे टियाई किरी नाची नाची के प्रभु को धन्यवाद कली Hallelujah. हालेलुया That is faith. सेटा उची विश्वास Amen. आमेन Hallelujah. हालेलुया After leaving a big organization, that was my first step of faith. आ सर्वप्रथम रे जते बेले मु मोर बड़ संस्था को छाड़िला परे जो कार्य कले सेटा उची प्रथम कार्य थिला And since then, every day I'm seeing miracles. आ प्रत्येक दिन सेई दिन ठारे प्रत्येक दिन मु प्रभु के आश्चर्य कर्म को देखु अछि I am seeing His glory. आ मु ताहांकर महिमा को देखु अछि I know my God is a living God. आ मु जानि छी मोर परमेश्वर से जीवंत परमेश्वर अटंती I know I can
please him by faith. ମୁଁ ଜାଣିଛି ମୋର ସେ ପରମେଶ୍ୱରକୁ ସନ୍ତୁଷ୍ଟ କରିବାର ଅଛି, ତାହେଲେ କେବଳ ବିଶ୍ୱାସ ଦ୍ୱାରା ସନ୍ତୁଷ୍ଟ କରିପାରିବି। When you get a newborn baby, ଆଉ ଯେତେବେଳେ ଆପଣମାନେ ଗୋଟେ ଛୋଟ ନୂତନ ଜାତ ଶିଶୁକୁ ପାଉଛନ୍ତି, after some months when he or she turns for the first time, parents are so happy. He turned today. ଆଉ ଯେତେବେଳେ ସେ ସର୍ବପ୍ରଥମରେ ସେ ଛୁଆ ଯେତେବେଳେ କଡ଼ ମାରୁଛି, ସେତେବେଳେ ପିତାମାତା ଅନେକ ଖୁସି ହୁଅନ୍ତି, ଆନନ୍ଦରେ ପରିପୂର୍ଣ୍ଣ ହୋଇଯାନ୍ତି। When that same baby, boy or girl, starts to hold the wall or furniture and walks 1 or 2 steps, parents are happy. ଆଉ ଯେତେବେଳେ ଛୋଟ ଶିଶୁ ସେ ଧୀରେ ଧୀରେ କରିକି କାନ୍ଥକୁ ଧରିକି ଯେତେବେଳେ ସେ ଚାଲିବା ଆରମ୍ଭ କରୁଛି, ନିଜର ପିତାମାତା ପୁରା ଖୁସିରେ ଭରିଯାନ୍ତି। After a few weeks, when without holding, the child walks like this. ଆଉ ଯେତେବେଳେ କିଛି ଦିନ ପରେ ଯେ ସେଇ ଛୁଆ କିଛି ନ ଧରିକି ଯେତେବେଳେ ଚାଲିବା ଆରମ୍ଭ କରୁଛି, Parents are very happy. ତାଙ୍କର ପିତାମାତା ଅନେକ ଖୁସି ହୁଅନ୍ତି। Our child is walking. ଆଉ ସେମାନେ କୁହନ୍ତି ଆମର ପିଲା ଚାଲୁଛି। Hallelujah. ହାଲେଲୁୟା। If that is true, ଯଦି ସେଇଟା ସତ୍ୟ ଅଟେ, our heavenly Father looks at each one of us. ଆମଙ୍କର ସ୍ୱର୍ଗୀୟ ପିତା ସେ ଆମମାନଙ୍କୁ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଦେଖୁଅଛନ୍ତି। When we take each step of faith, ଆଉ ଯେତେବେଳେ ଆମେ ସେ ବିଶ୍ୱାସର ଗୋଟେ ଗୋଟେ ସୋପାନକୁ ନେଉଅଛୁ, He is pleased. ଆଉ ସେ ସନ୍ତୁଷ୍ଟ ହୁଅନ୍ତି। He is very happy. ସେ ବହୁତ ଆନନ୍ଦିତ ଅଟନ୍ତି। My child is growing. ଆଉ ମୋର ସନ୍ତାନ ସେ ବର୍ଦ୍ଧିଷ୍ଣୁ ହେଉଛି। My child is growing in faith. ଆଉ ସେ ବିଶ୍ୱାସରେ ବର୍ଦ୍ଧିଷ୍ଣୁ ହେଉଛି ବୋଲି ଭାବନ୍ତି। My child is growing in the Word of ଆଉ ମୋର God. ସନ୍ତାନ ସେ ପରମେଶ୍ୱର ବାକ୍ୟରେ ବର୍ଦ୍ଧିଷ୍ଣୁ ହେଉଛି। My child is growing in prayer. ଆଉ ପ୍ରାର୍ଥନାରେ ସେ ବର୍ଦ୍ଧିଷ୍ଣୁ ହେଉଛି। The heavenly Father is pleased. ଆଉ ସେ ସ୍ୱର୍ଗୀୟ ପିତା ସେ ସମ୍ପୂର୍ଣ୍ଣ ଆନନ୍ଦିତ ସନ୍ତୁଷ୍ଟ ହେଉଅଛନ୍ତି। Hallelujah. ହାଲେଲୁୟା। Are you able to understand? ଆପଣମାନେ ବୁଝିପାରୁଛନ୍ତି କି? Amen. ଆମେନ୍। So when you take steps of faith, ଆଉ ଯେତେବେଳେ ଆପଣମାନେ ସେ ବିଶ୍ୱାସର ସୋପାନକୁ ବଢାନ୍ତି, our living God is pleased. ଆମର ସେଇ ସତ୍ୟ ଜୀବନ୍ତ ଈଶ୍ୱର ସେ ସନ୍ତୁଷ୍ଟ ହୁଅନ୍ତି। And then He showers His blessing. ଆଉ ତାପରେ ସେ ତାହାଙ୍କର ଆଶୀର୍ବାଦକ ମାନଙ୍କ ଉପରେ ପକାନ୍ତି। He is asking for more. ଆଉ ସେ ଆହୁରି ମଧ୍ୟ ବିଶ୍ୱାସକୁ ଚାହାନ୍ତି। He is asking for more. ସେ ଆହୁରି ମଧ୍ୟ ବିଶ୍ୱାସକୁ ଚାହାନ୍ତି। And God grants and grants and grants. ଆଉ ସେ ପରମେଶ୍ୱର ସମସ୍ତ ବିଷୟକୁ ଜଳ କରୁଛନ୍ତି କରୁଛନ୍ତି କରୁଛନ୍ତି। Hallelujah. ହାଲେଲୁୟା। Hallelujah. ହାଲେଲୁୟା। Do you believe in this Jesus? ଆପଣମାନେ କଣ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି କି? Do you have such faith? କଣ ଆପଣମାନଙ୍କ ଠାରେ ସେଇ ପ୍ରକାର ବିଶ୍ୱାସ ରହିଅଛି କି? My time is over. ଆମର ସମୟ ସମାପ୍ତ ହେଇଗଲା। But let me give you a few examples and finish. ଆଉ ମୁଁ କେବଳ ଆପଣମାନଙ୍କୁ କିଛି ଉଦାହରଣ ଦେବି, ତାପରେ ସମୟକୁ ସମାପ୍ତ କରିବି। We are living, please God. ଆମେ ମାନେ ଏଠାରେ ବାସ କରୁଛୁ କେବଳ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ। Hallelujah. ହାଲେଲୁୟା। Every day have fellowship with our living God. ପ୍ରତ୍ୟେକ ଦିନ ଆମେ ପରମେଶ୍ୱରଙ୍କ ସହିତ ସହଭାଗିତା କରିବା ପାଇଁ ଆମେ ବଞ୍ଚୁ। Grow in your faith. ବିଶ୍ୱାସରେ ବର୍ଦ୍ଧିଷ୍ଣୁ ହଉ। Now, I did not pray for my family, ଆଉ ମୁଁ କେବେ ବି ମୋର ପରିବାର ନିମନ୍ତେ ପ୍ରାର୍ଥନା କରେ ନାହିଁ, but my God gave us କିନ୍ତୁ ମୋର ପରମେଶ୍ୱର ସମସ୍ତ ବିଷୟକୁ ସେ ପୂରଣ କରନ୍ତି। whenever we needed whatever, the God provided us. ଯେତେବେଳେ ଆମମାନଙ୍କୁ କୌଣସି ବିଷୟ ଆବଶ୍ୟକତା ରହିଅଛି, ପରମେଶ୍ୱର ଆମମାନଙ୍କୁ ଦିଅନ୍ତି। If God can help us, take us in Bombay, if He can give us everything, He can give you in your village. ଯଦି ସେ ମୋତେ ବମ୍ବେରେ ନେଇକି ସମସ୍ତ ଆବଶ୍ୟକତାକୁ ପୂରଣ କରିପାରନ୍ତି, ତାହେଲେ ସେ ଆପଣମାନଙ୍କ ଗାଁରେ ଆପଣମାନଙ୍କର ସମସ୍ତ ଆବଶ୍ୟକତା ମଧ୍ୟ ପୂରଣ କରିପାରନ୍ତି। He can give us anything in any corners of India. ଆଉ ଭାରତ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ପରମେଶ୍ୱର ସମସ୍ତ ବିଷୟକୁ ଦେଇପାରନ୍ତି। Hallelujah. ହାଲେଲୁୟା। Some people say Orissa is very poor. ଆଉ ଅନେକ ଲୋକମାନେ କୁହନ୍ତି ଓଡ଼ିଶା ବେଶୀ ଗରିବ ରାଜ୍ୟ। Very poor pastors. ଅନେକ ଗରିବ ପାଳକମାନେ ଅଛନ୍ତି। Very poor believers. ଆଉ ଗରିବ ବିଶ୍ୱାସୀ ଭାଇମାନେ ଭଉଣୀମାନେ ଅଛନ୍ତି। But I tell you that is not true. ପ୍ରକୃତରେ ମୁଁ କହିବା ପାଇଁ ଚାହେଁ ସେଟା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। You are richer than us. ଆଉ ଆପଣମାନେ ଆମଠାରୁ ମଧ୍ୟ ଅଧିକ ଧନୀ ଅଟନ୍ତି। When I was a child, I used to, in Kerala, we used to climb in coconut trees, in mango trees, in all the trees. ଆଉ ଯେତେବେଳେ ମୁଁ କେରଳରେ ଛୋଟ ଅବସ୍ଥାରେ ଥିଲି, ସେଇ ସମୟରେ ଆମେ ପଇଡ଼ ଗଛରେ, ନଡ଼ିଆ ଗଛରେ, ପୁଣି ଆମ୍ବ ଗଛରେ ମଧ୍ୟ ଆମେ ଚଢୁଥିଲୁ। In Bombay, we have no trees to climb.
बॉम्बे रे किंतु सेमती कोनसी गछ नै जोटा कि हमें चढ़ी पारिबा But after coming here, I am seeing mangoes and jackfruit and all the trees here. किंतु मो एठार आसिला परे देखुची सब जगह रे से पणस गछ अछि आ की प्रकार गछ आंब गछ जाक रही अछि God has blessed you with this. आ परमेश्वर अपन मान को एही प्रकार द्वारा आशीर्वाद करि अछंती This is a blessing. आ एटा अपन मान को निमंत आशीर्वाद अटे Now let me give you an Odisha example. अपन मान को गोटे ओडिसा रो उदाहरण देबा पर मो चाहे You know, many years back I came in Raikia to preach, आ अनेक वर्ष पूर्वरु मो राई के राशि के प्रचार करथिली and I had nothing with me. आ मो ठारे कोनसी विषय नथिला Okay, but wherever I go, I used to carry my checkbook, किंतु मु जो जगह जीवी मोर चेक बुक मु नै कि जीवी and by faith I will write anything and give. आ विश्वास द्वारा मु से चेक बुक जहां भी लिखि देबी आ दे देबी And I was knowing a pastor who was working deep inside a village. आ मु जने बालक महाशय को जानिथिली जे कि गोटे घनिष्ठ जंगल आ से जंगल मध्य रे से प्रभु के सेवा कार्य करथिला And I called that pastor आ मु ताहु को डाकिली many years back. आ अनेक वर्ष पूर्वरु And I said, Pastor, you buy a bicycle. आ मु ताहु कहली जे बालक महाशय आपण गोटे साइकिल को किणंतु I didn't have money. आ सेतेबेले मो पाखरे किछि भी नथिला I gave him a post-dated check, said, put it after 4 days. आ अनेक ए प्रकार को मु चेक को देले जोटा कि आगामी दिन मानकर सेडा कार्य करियबो से प्रकार मु चेक देली And I said, this 4,000 rupees is for you to buy a bicycle. आ सेटा मु विश्वास द्वारा 4000 लिखिला कहली एही पैसा केवल आपनकर साइकिल किनिया पायटे He did not know anything, and I am praying that Lord put 4,000 in my bank. आ से मो विषय किछि जानिथिले बालक मासे मो विषय किछि भी जानि नथिले टंका अछि कि नै बोली किंतु प्रभु को मु कहली हे प्रभु मोर अकाउंट रे 4000 टंका जेमति भी जमा करि दे Because I am supporting your missions, I am supporting a pastor. कारण मु तुमर से सेवकों को से सहायता करिया पय जाउ अछि I tell you, after 2 days, अब अपन मन कहया पय जाय 2 दिन परे I was preaching near Pulbani in a village. आ गोटे फुलबाणी रो गोटे छोट गां रे मु गोटे प्रार्थना मास प्रभु के सेवा कार्य करथली बा प्रचार करथली In that church meeting, a police person came. आ से मीटिंग रे से सभा रे जड़े पुलिस कर्मचारी आथिले He came and he heard my entire message. आ से आसिले आ मोर समस्त सुसमाचार को से सुनिले And after that, he came forward. आ से आगु को आसिले तापरे And the local pastor said he is a police person. आ से स्थानीय बालक मासे कहले एई व्यक्ति पुलिस कर्मचारी अटंती And I said, oh, police वाला यहाँ क्यों आ गए? आ तो मु कहली अरे पुलिस एठे कोन पैसिला Then the pastor said, you please pray for him. जदी बालक मासे कहले तांको पय प्रार्थना करि दियंतु I prayed for him. आ मु तांको पय प्रार्थना कली After prayer, प्रार्थना परे that police person said, आ से पुलिस आज्ञा कहले the word of God touched me. परमेश्वर को वाक्य मते स्पर्श कला I have a small gift for you. आ मो पाखरे किछि गोटे छोट उपहार आपण मान को देबा निमंते अछि He gave me that gift. आ से उपहार मते देले I received it with prayer. आ मु एई से उपहार को प्रार्थना सहित ग्रहण कली That was 4,000 rupees. आ सेटारे 4000 टंका थिला Hallelujah. हालेलुया In Kandamal, God is doing greater things. आ गंधमाल रे परमेश्वर महान महान कार्य करू अछंती That means wherever you are, our God is a living God who can do wonders. आपण माने जे जगह रे थांतु ना काई कि परमेश्वर समस्त अद्भुत कार्य करि पारंती We have no FCRA, no donors, no sponsors from anywhere. आमान को पाखरे कोनसी एफसीआर नाही कोनसी अवदान करिया लोक माने मध्ये नांती We have a local church. आमान को पाखरे केवल स्थानीय मंडली होय अछि I teach the word of God. केवल मो प्रभु करे वाक्य को सेटा सिखाए We have many branches. आमान को किछि शाखा चर्च गुडा करे अछि We started helping one pastor, आमे गोटे गोटे बालक महाशय मान को सहायता करे आरंभ कलु second pastor, द्वितीय बालक महाशय third church, आ तृतीय मंडली को मध्ये fourth church, चतुर्थ मंडली को मध्ये all by faith. आ केवल विश्वास द्वारा Now every month we are supporting 20 to 25 pastors from our church. आ केवल मंडली द्वारा केवल 22 रु 20 रु 22 चर्च बा बालक मान को हम सहायता करू छु Hallelujah. हालेलुया Every month God provides. प्रत्येक मास परमेश्वर मान को देवछंती He is a living God. कारण से जीवंत परमेश्वर अटंती Hallelujah. हालेलुया That same God can do wonders for you. आ से समान परमेश्वर मान को अद्भुत
ଗୋଟେ ସରଳ ଉତ୍ତର ହେଉଛି ବିଶ୍ୱାସ ଦ୍ୱାରା ଆପଣ ମାନେ ତାହାଙ୍କୁ ସନ୍ତୁଷ୍ଟ କରିପାରିବେ। It's 9 p.m. Let me close. ବର୍ତ୍ତମାନ 9ଟା ହେଲା, ମୁଁ ସମାପ୍ତ କରିବା ପାଇଁ ଯାଉଛି। I can continue to preach for hours and hours. ମୁଁ ଏକ ସମୟ ଧରି ଘଣ୍ଟା ଘଣ୍ଟା ଧରି ମଧ୍ୟ ପ୍ରଚାର କରିପାରେ। God has done wonders after wonders for us. ପରମେଶ୍ୱର ଗୋଟେ ପରେ ଗୋଟେ ମହାନ ମହାନ ଅଦ୍ଭୁତ କାର୍ଯ୍ୟ କରିଅଛନ୍ତି। This is our 27th year in the full-time ministry. ଏଇଟା ହେଉଛି ଆମଙ୍କର 87 ବର୍ଷର ସେବା କାର୍ଯ୍ୟ ଅଟେ। And I can tell you our God is not a debtor of anyone. ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି ଆମଙ୍କର ପରମେଶ୍ୱର କାହାର ଋଣ ନେବା ପରମେଶ୍ୱର ନୁହନ୍ତି। He is a faithful God. ସେ ବିଶ୍ୱାସ ଯୋଗ୍ୟ ପରମେଶ୍ୱର ଅଟନ୍ତି। Hallelujah. ହାଲେଲୁୟା Hallelujah. ହାଲେଲୁୟା। So what is the purpose of our life? କଣ ଆମଙ୍କର ଜୀବନର ଉଦ୍ଦେଶ୍ୟ ଅଟେ? To please God. କେବଳ ପରମେଶ୍ୱରକୁ ସନ୍ତୁଷ୍ଟ କରିବା। So tonight we heard how to please God. ଆଜିର ରାତିରେ ଆମେ ଶୁଣିଲୁ କି ପ୍ରକାର ଭାବରେ ଆମେ ପରମେଶ୍ୱରକୁ ସନ୍ତୁଷ୍ଟ କରିପାରିବା। Just we looked into 2 points. କେବଳ ଆମେ ଦୁଇଟି ପଏଣ୍ଟକୁ ହିଁ ଦେଖିଲୁ। First, we can please God by having fellowship with Him. ଆମେ ସର୍ବପ୍ରଥମରେ କେବଳ ପରମେଶ୍ୱରଙ୍କ ସହିତ ସହଭାଗିତା କରିବା ଦ୍ୱାରା ଆମେ ତାହାଙ୍କୁ ସନ୍ତୁଷ୍ଟ କରିପାରିବା। To be closer with our Lord Jesus. ପରମେଶ୍ୱର ନିକଟବର୍ତ୍ତୀ ହେଇକିରି ଆମେ ତାହାଙ୍କୁ ସନ୍ତୁଷ୍ଟ କରିପାରିବା। And He will use us for His ଆଉ glory. ଯେତେବେଳେ ତାହାଙ୍କ ନିକଟବର୍ତ୍ତୀ ହେବା, ସେ ତାହାଙ୍କର ମହିମା ନିମନ୍ତେ ଆମମାନଙ୍କୁ ସେ ବ୍ୟବହାର କରିବେ। Secondly, we can please God by faith. ବିଶ୍ୱାସ ଦ୍ୱାରା ଆମେ ତାହାଙ୍କୁ ସନ୍ତୁଷ୍ଟ କରିପାରିବା। ଦ୍ୱିତୀୟରେ ତାହା ଶିଖିଲୁ। Step by step, when we take steps, God is pleased by our faith. ବିଶ୍ୱାସ ଗୋଟେ ଥରରେ ହୁଏ ନାହିଁ, ଗୋଟେ ଦିନରେ ନାହିଁ, କିନ୍ତୁ ସୋପାନ ପରେ ସୋପାନ, ସ୍ଥାନ ପରେ ସ୍ଥାନ, ସ୍ତର ପରେ ସ୍ତର ହୁଏ। May the Lord help us to please God. ପରମେଶ୍ୱର ମାନଙ୍କୁ ତାହାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାହାଯ୍ୟ କରନ୍ତୁ। Hallelujah. ହାଲେଲୁୟା। How many of you tonight will take a decision? କେତେ ଜଣ ଆପଣମାନେ ଆଜିର ରାତିରେ ନିଷ୍ପତ୍ତି କରିବା ପାଇଁ ଚାହାନ୍ତି? I want to please God. ମୁଁ କେବଳ ପରମେଶ୍ୱରଙ୍କୁ ହିଁ ସନ୍ତୁଷ୍ଟ କରିବା ପାଇଁ ଚାହେଁ। I want to be closer to ମୁଁ Jesus. କେବଳ ପରମେଶ୍ୱର ବା ଯୀଶୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା ପାଇଁ ଚାହେଁ। I want to live by faith. ମୁଁ ବିଶ୍ୱାସ ଦ୍ୱାରା ବଞ୍ଚିବା ପାଇଁ ଚାହେଁ। Let's turn our eyes. ଆମେ ସମସ୍ତେ ଚକ୍ଷୁ ବନ୍ଦ କରିବା। Let's close our eyes. ଆମେ ସମସ୍ତେ ଚକ୍ଷୁ ବନ୍ଦ କରିବା। Hallelujah. ହାଲେଲୁୟା। He is a living ସେ God. ଜୀବନ୍ତ ପରମେଶ୍ୱର ଅଟନ୍ତି। He is a wonder working God. ସେ ଆଶ୍ଚର୍ଯ୍ୟ କର୍ମ କରିବା ପରମେଶ୍ୱର ଅଟନ୍ତି। Hallelujah. ହାଲେଲୁୟା। He can do anything for ସେ us. ଆମମାନଙ୍କ ନିମନ୍ତେ ସମସ୍ତ କାର୍ଯ୍ୟ କରିପାରନ୍ତି। He can open the heavens and shower His blessing for us. ସେ ସ୍ୱର୍ଗର ଝରକାକୁ ପ୍ରଭୁ ଦ୍ୱାରକୁ ଉନ୍ମୁକ୍ତ କରିକି ଆମମାନଙ୍କ ଉପରେ ଆଶୀର୍ବାଦକୁ ପ୍ରେରଣ କରିପାରନ୍ତି। Tonight, if you believe, the Lord will do greater things for you. ଯଦି ଆପଣମାନେ ବିଶ୍ୱାସ କରନ୍ତି, ତାହେଲେ ଆଜି ରାତିରେ ପରମେଶ୍ୱର ଆପଣମାନଙ୍କ ଜୀବନରେ କାର୍ଯ୍ୟ କରିବା ପାଇଁ ଚାହାନ୍ତି। If you believe, you shall see the glory of ଯଦି God. ଆପଣମାନେ ବିଶ୍ୱାସ କରନ୍ତି, ତାହେଲେ ପରମେଶ୍ୱର ମହିମାକୁ ଦେଖିବେ। You may be sick. ଆପଣମାନେ ଅସୁସ୍ଥ ହେଇପାରନ୍ତି। You may be difficult in difficulty. ହୋଇପାରେ ଆପଣମାନଙ୍କ ଜୀବନରେ ସେ ସମସ୍ୟା ଉପରେ ସମସ୍ୟା ଆସିପାରେ। You may be in problem. ଆପଣମାନେ ସମସ୍ୟା ଦ୍ୱାରା ଗତି କରିପାରୁଥିବେ। You may be in debt. ହୁଏତ ଆପଣମାନେ କୌଣସି ବିଷୟ ବାକି ଅଛନ୍ତି। Financial difficulties. ଆର୍ଥିକ ସମସ୍ୟାରେ ଗତି କରୁଥିବେ। But tonight our God is here. ଆଉ ଆଜିର ରାତିରେ ପରମେଶ୍ୱର ମାନଙ୍କ ମଧ୍ୟରେ ଉପସ୍ଥିତ ଅଟନ୍ତି। He can do wonders for you. ଆପଣଙ୍କ ନିମନ୍ତେ ମହାନ ଆଶ୍ଚର୍ଯ୍ୟ କାମ କରିପାରନ୍ତି। He can do anything for you. ଆପଣଙ୍କ ନିମନ୍ତେ କୌଣସି କାର୍ଯ୍ୟ କରିପାରନ୍ତି। He is a living God. ଜୀବନ୍ତ ପରମେଶ୍ୱର ଅଟନ୍ତି। Let's stand in our place. ଯେଉଁ ଜାଗାରେ ଆପଣମାନେ ବସୁଛନ୍ତି, ସେଠାରେ ଦୟାକରି ଠିଆ ହେଇଯାଆନ୍ତୁ। Let's raise our hands. ଠିଆ ହେଇକି ପରମେଶ୍ୱରଙ୍କର